ଏହି କାର୍ତ୍ତିକ ମାସରେ କାହାକୁ ବି କିଛି ନ ଜଣାଇ ପୁରା ଚୁପଚାପ ଗୁପ୍ତ ଭାବରେ କରିଦିଅନ୍ତୁ ଏହି 5ଟି କାମ। ଜନ୍ମ ଜନ୍ମାନ୍ତର ପୂର୍ଣ୍ଣ ଆପଣଙ୍କୁ ମିଳିବ। 7 ଅକ୍ଟୋବରକୁ କାର୍ତ୍ତିକ ମାସଟି ଆରମ୍ଭ ହୋଇସାରିଛି। ଆଉ ଏହି କାର୍ତ୍ତିକ ମାସରେ କିଛି ନିୟମ ପାଳନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଓ ଶ୍ରୀହରି ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି। ଆଉ ଏହି କାର୍ତ୍ତିକ ମାସରେ କାର୍ତ୍ତିକ ସ୍ନାନ, ତପ, ଜପ, ଦାନ, ଧର୍ମ, ପୂଜାପାଠ କରିବା ଦ୍ୱାରା ବ୍ୟକ୍ତିର ଜୀବନ ସୁଖମୟ ହେବା ସହିତ ସବୁ ଦୁଃଖ କଷ୍ଟରୁ ତୁରନ୍ତ ମୁକ୍ତି ମିଳିଯାଇଥାଏ। ଆଉ ଏହି କାର୍ତ୍ତିକ ମାସରେ ଖାସ୍ କରି 5ଟି ନିୟମ ରହିଛି ଯାହାକୁ ପୁରା ଗୁପ୍ତରେ ପାଳନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କଣ ସେହି 5ଟି ନିୟମ। କିନ୍ତୁ ଜାଣିବା ପୂର୍ବରୁ ହେ ପ୍ରଭୁ ଶ୍ରୀହରି ବିଷ୍ଣୁ ଠାକୁରେ ଯିଏ ବି ଆପଣଙ୍କର ଏହି ଭିଡ଼ିଓକୁ ଲାଇକ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ତାଙ୍କ ଜୀବନରେ ଏହି କାର୍ତ୍ତିକ ମାସରେ ସମସ୍ତ ପାପକୁ ଆପଣ ଧୋଇଦେବେ। ତାଙ୍କ ଜୀବନରେ ସମସ୍ତ ପୁଣ୍ୟ ଫଳ ଆପଣ ଭରିଦେବେ। ନମ୍ବର 1, ଏହି କାର୍ତ୍ତିକ ମାସରେ ତୁଳସୀ ମାତାଙ୍କୁ ଜଳ, ଧୂପ, ଦୀପ, ପ୍ରସାଦ ଆଦି ଦେଇ ପୂଜା ପାଠ କରିବେ। ଆଉ ତୁଳସୀ ଶ୍ରୀହରି ବିଷ୍ଣୁଙ୍କର ଅର୍ଦ୍ଧାଙ୍ଗିନୀ ମଧ୍ୟ ହୋଇଥାନ୍ତି। ତେଣୁ ଏହି କାର୍ତ୍ତିକ ମାସଟି ବି ପ୍ରଭୁ ଶ୍ରୀହରି ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଆଉ ଏହି କାର୍ତ୍ତିକ ମାସରେ ମାତା ତୁଳସୀଙ୍କୁ ପୁରା ବିଧି ବିଧାନର ସହ ପୂଜା କରିବା ଦ୍ୱାରା ଭଗବାନ ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ନମ୍ବର 2, ଏହି କାର୍ତ୍ତିକ ମାସରେ ନଦୀରେ ବା ପୋଖରୀରେ ଦୀପଦାନ କରିବା ଅତ୍ୟନ୍ତ ଶୁଭ ମନାଯାଏ। ଏହା ଦ୍ୱାରା ଆପଣଙ୍କ ଘରେ ଥିବା ନକାରାତ୍ମକ ଊର୍ଜା ଦୂର ହୋଇଥାଏ ଏବଂ ଆପଣଙ୍କ ଜୀବନରେ ସକାରାତ୍ମକ ଊର୍ଜା ପ୍ରବେଶ ହୋଇଥାଏ। ନମ୍ବର 3, କାର୍ତ୍ତିକ ମାସରେ ଯଦି ଆପଣ ବ୍ରତ ରଖୁଛନ୍ତି ତ ଗଦି ତକିଆରେ ନ ଶୋଇ ଭୂମି ଉପରେ ଶୋଇବା ଅତ୍ୟନ୍ତ ଲାଭ ମିଳିଥାଏ। ଏହା ଦ୍ୱାରା ମନ ଶୁଦ୍ଧ ହୋଇଥାଏ, ମନରେ ପଜିଟିଭ ଏନର୍ଜି ଆସିଥାଏ, ନେଗେଟିଭ ଏନର୍ଜି ବାହାରି ଯାଇଥାଏ। ଗଦି ତକିଆରେ ଶୋଇବା ଦ୍ୱାରା ବ୍ରତର ଫଳ ମିଳିନଥାଏ। ନମ୍ବର 4, କାର୍ତ୍ତିକ ମାସରେ ଶରୀରରେ ତେଲ ଭୁଲରେ ବି ଲଗାନ୍ତୁ ନାହିଁ। ନମ୍ବର 5, କାର୍ତ୍ତିକ ମାସରେ ମୁଗ, ମସୁର ଡାଲି, ଚଣା, ମଟର ସହିତ ଆମିଷ ସେବନ, ନିଶାଦ୍ରବ୍ୟ ଇତ୍ୟାଦି ଖାଇବା ଉଚିତ ନୁହେଁ। କାର୍ତ୍ତିକ ମାସରେ ଏହି ସବୁ ନିୟମ ମାନି ଚଳିବା ଦ୍ୱାରା ଅଧିକ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ଏହିଭଳି ଭିଡ଼ିଓ ଆଗକୁ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ଅବଶ୍ୟ କରିଦିଅନ୍ତୁ।